କାରୁକାର୍ଯ୍ୟ ଏହା ଆଗ୍ରା ତାଜମହଲ ଭଳି ହୋଇ ନପାରେ, ତେବେ ମନ୍ଦିର ପଛରେ ଲୁଚି ରହିଥିବା ଇତିହାସ ତାଜମହଲ ନିର୍ମାଣ କାହାଣୀଠୁ କୌଣସି ଗୁଣରେ କମ୍ ନୁହେଁ। ସୋନପୁର ଘୋଡ଼ାଘାଟପଡ଼ା କଚେରୀ ସମ୍ମୁଖରେ ଅବସ୍ଥିତ ଶଶିସେଣା ମନ୍ଦିର ହେଉଛି ସୋନପୁରର ତନ୍ତ୍ର ସାଧନାର ମୁକ ଶାଖା। ନିଜ ପ୍ରେମିକ ଅହିମାଣିକ୍ୟକୁ ପାଇବା ପାଇଁ ରାଜକନ୍ୟା ଶଶିସେଣାଙ୍କ ତ୍ୟାଗର ସତୀତ୍ୱ ବହନ କରିବା ସହ ଜ୍ଞାନଦେଇ ମାଲୁଣୀଙ୍କ ତନ୍ତ୍ର ସାଧନା ସମ୍ପର୍କରେ ଏହି ମନ୍ଦିର ସୂଚିତ କରିଥାଏ। ମନ୍ଦିରରେ କୌଣସି ଦିଅଁ ପୂଜା ପାଉନାହାନ୍ତି ସତ, କିନ୍ତୁ ଐତିହାସିକ, ତାନ୍ତ୍ରିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ମନ୍ଦିର ଭିତରକୁ ଯିବା ପାଇଁ କୌଣସି ରାସ୍ତା ନାହିଁ, ତେଣୁ ଏହାକୁ ନିମୁହିଁ ମନ୍ଦିର ମଧ୍ୟ କୁହାଯାଏ। ସୋନପୁରର ଏକ ପ୍ରମୁଖ ସ୍ଥାନରେ ଶଶିସେଣା ମନ୍ଦିର ଥିଲେ ମଧ୍ୟ ଏହା ଅବହେଳିତ ହୋଇପଡ଼ି ରହିଛି। ମନ୍ଦିରକୁ ଘେରି ରହିଛି ଅସଂଖ୍ୟ ପ୍ଲାଷ୍ଟିକ କେବୁଲ। ଏହା ଯୋଗୁଁ ଉପରୁ ମନ୍ଦିର ଆଡ଼କୁ ଅନେଇଲେ ଭାରି ଅସୁନ୍ଦର ଦେଖାଯାଉଛି। ପ୍ଲାଷ୍ଟିକ ତାରରେ ବନ୍ଧା ପଡ଼ିଛି ପ୍ରେମ ସନ୍ତକ ବୋଲି ଲୋକେ କହୁଛନ୍ତି। ପ୍ରେମର ପ୍ରତୀକ, ସ୍ନେହର ପ୍ରତୀକ। ଆଉ ସେ ଯେନ୍ ମନ୍ଦିରଟା ଆଗରୁ ବହୁତ ବଢ଼ିଆ ଥିଲା, ଟିକେ ଗୋଟେ ପ୍ରକାର ଥିଲା। ଇହାଦେ ସେନର ଅବସ୍ଥା ପରିବେଶ ଯେନ୍ କେଚକେଚା ହେଇଯାଇଛି, ମାନେ ଦେଖିଲେ ମାନେ ଖରାପ ଲାଗୁଛି। ଯଦି ଜଣେ ଗୋଟେ ପଶୁଟେ ବି ଯାଉଛେ, ସେ ସଫା କରିକିରି ଶୋଉଛେ କି କାଣା କରୁଛେ, କିନ୍ତୁ ଆମେ ମଣିଷ ହେଇକିରି ବି ସେ ଜାଗାରେ ଯିମା ଯଦି ଆମେ ମୁହଁ ମୋଡ଼ିଦେମା, ମାନେ ଏଥିର୍ଲାଗି କାହାକେ ଦୋଷ ଦେମା। ତ ଏତାର ଲାଗି ଠିକ୍ ବନ୍ଦୋବସ୍ତ କରାଯାଉ। ଏଇଟା କାହାର ଦ୍ୱାରା ହେବା, ଆର୍ ସବୁ ତ ଖାଲି ପବ୍ଲିକକେ କର ବୋଲି ନାଇଁ ହୁଏ। ଖୋଦ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ମନ୍ଦିର ଥିଲେ ମଧ୍ୟ ଅଫିସକୁ ଯାତାୟାତ କଲାବେଳେ କିଭଳି ଏହି ମନ୍ଦିର ପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ ବୋଲି ଜନସାଧାରଣରେ ବେଶ ପ୍ରଶ୍ନ ସୃଷ୍ଟି ହେଉଛି। ମନ୍ଦିରରେ ରଙ୍ଗ ବୋଳି ନ ପାରିଲେ ନାହିଁ, ନିଜ ଅଫିସ ସମ୍ମୁଖରେ ଥିବାରୁ ଅନ୍ତତଃ ମନ୍ଦିର ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିପାରନ୍ତେ। ଏହି ମନ୍ଦିରରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ଉପାଦାନ ଭରି ରହିଥିଲେ ମଧ୍ୟ ଏହି ମନ୍ଦିରର ଉନ୍ନତିକରଣ ପାଇଁ ଦୃଷ୍ଟି ଦିଆଯାଉନାହିଁ। ମନ୍ଦିରର ବିଭିନ୍ନ ସ୍ଥାନରେ ରଙ୍ଗ ଛାଡ଼ିଗଲାଣି, କାନ୍ଥରେ ଶିଉଳି ଲାଗିଗଲାଣି, ଆଉ ଶିଉଳି ଲାଗି କଳା ମଧ୍ୟ ହୋଇଗଲାଣି। ମନ୍ଦିର ପରିସର ଶୁଖିଲା ପତ୍ରରେ ଭରି। ତେବେ ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ରକ୍ଷଣାବେକ୍ଷଣ ସହ ଶଶିସେଣା ମନ୍ଦିର ପରିସରରେ ବଗିଚା ସୃଷ୍ଟି କରି ସୌନ୍ଦର୍ଯ୍ୟକରଣ କରିବା ପାଇଁ ଦାବି ହେଉଛି। ସୁବର୍ଣ୍ଣପୁର ହେଉଛି ମନ୍ଦିର ମାଳିନୀ ଏବଂ ବିଭିନ୍ନ ଦେବାଦେବୀଙ୍କର ମନ୍ଦିର ଅଛି। ଅଷ୍ଟଚଣ୍ଡୀ, ଅଷ୍ଟସମ, ଅଷ୍ଟବିଶ, କିନ୍ତୁ ଗୋଟେ ନିଆରା ମନ୍ଦିରଟେ ଅଛି ଯେନ୍ଟାକି ଧର୍ମ ସହିତ ସମ୍ପର୍କ ନାହିଁ, ସମ୍ପର୍କ ହେଉଛି ତାର ପ୍ରେମ ସହିତ। ତ୍ରିକୋଣୀୟ ପ୍ରେମର ସ୍ମାରକୀ ହେଉଛନ୍ତି ଶଶିସେଣା ଟେମ୍ପଲ। ଅଷ୍ଟମ ଶତାବ୍ଦୀରେ ଏଇଟା ଗୋଟେ ତ୍ରିକୋଣୀୟ ପ୍ରେମ ହେଇଥିଲା, ଆଉ ସେଟା ବହୁତ ପ୍ରସିଦ୍ଧ ପ୍ରେମ। ଜ୍ଞାନଦେଇ ମାଲୁଣୀ, ଶଶିସେଣା ଏବଂ ଅହିମାଣିକ୍ୟ ଯେନ୍ କଥା ଆମେ କହୁଛେ, ଯେନ୍ କିମ୍ବଦନ୍ତୀ କହୁଛେ, ଏଇଟା ଘରେ ଘରେ ବି ବଞ୍ଚି ରହିଛେ। ଏବଂ ସେ ତାର ସ୍ମାରକୀ ନେଇକରି ଏଇଟା ଗୋଟେ ଶଶିସେଣା ବା ନିମିହୁଁ ଦେଉଳ ଅଛି। ନିମିହୁଁ ଦେଉଳ ଦେଖବାର୍ ଲାଗି ବହୁତ ପର୍ଯ୍ୟଟକ ଆଇସନ୍, କିନ୍ତୁ ଦୁଃଖର ବିଷୟ ଯେନ୍ ଜାଗାରେ ଅଛେ ଆଉ ଯେନ୍ ସ୍ଥାନରେ ଅଛେ ତାର ଚାରିଆଡ଼େ ଲୋକ ଚାପି ବସିଲେନ, ତାହାକେ ଏନକ୍ରୋଚ୍ କରିଦେଲେନ, ଆଉ ଦିନୁ ଦିନକି ସେ ମନ୍ଦିର ଅସ୍ତିତ୍ୱ ହରାଇ ବସୁଛେ। ସରକାର ଇଆଡ଼େ କହୁଛନ୍ ଯେ ଯେନ୍ଟା ଶ୍ରୁତି, ଯେନ୍ଟା ଆମର ସଂସ୍କୃତି, ଯେନ୍ଟା ଆମର ଧରୋହର, ସେଟାକେ ଆମେ ରକ୍ଷଣାବେକ୍ଷଣ କରବୁ ବୋଲିକିରି, କିନ୍ତୁ ଶଶିସେଣା ମନ୍ଦିର ଧୀରେ 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 ତାର ପରିଚୟ ହଜେଇ ଦେଉଛେ। ଆମେ ଯଦି ତାହାକେ ରକ୍ଷଣାବେକ୍ଷଣ ନାଇଁ କରବା, ମୁଁ ଅନୁରୋଧ କରିମି ଜିଲ୍ଲା ପ୍ରଶାସନକେ, ଓଡ଼ିଶା ସରକାରକେ ତାର ରକ୍ଷଣାବେକ୍ଷଣ କଲେ ନିଶ୍ଚିତ ଭାବରେ ଇନର ପର୍ଯ୍ୟଟନ ସ୍ଥଳକେ ଯେନ୍ମାନେ ଆସୁଛନ୍ ସୋନପୁରକେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରବା ଏବଂ ଗୋଟେ ସ୍ମୃତି ରକ୍ଷା ହେଇପାରବା। ସୁବର୍ଣ୍ଣପୁରରୁ ସୁଶାନ୍ତ ସାହୁଙ୍କ ରିପୋର୍ଟ, G99 ନ୍ୟୁଜ୍। ସପକ୍ଷ ବିପକ୍ଷ ଊର୍ଦ୍ଧ୍ୱରେ G99 ନ୍ୟୁଜ୍।